तो बहुत बहुत धन्यवाद। आज स्वतंत्र दिवस जन्माष्टमी এই দিବସରେ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି। ସମସ୍ତଙ୍କ ଭିତରେ ଥିବା ସେଇ ପରମାତ୍ମାଙ୍କୁ କୋଟି କୋଟି ପ୍ରଣାମ କରୁଛି, କୋଟି କୋଟି ପ୍ରଣାମ କରୁଛି, କୋଟି କୋଟି ପ୍ରଣାମ। ଆଜି ଏଇ ଯୋଉ ସୁନ୍ଦର ଦିବସ, ଆଜି ଏଇ ଯୋଉ ଏନର୍ଜେଟିକ ଡେ, ଆଜି ଆମେ ଆଲୋଚନା କରୁଥିଲେ ଯେମିତିକି ଆଜି ପବିତ୍ର ଜନ୍ମାଷ୍ଟମୀ, ତତ୍ ସହିତ 888 ପୋର୍ଟାଲ ଗୋଟେ ରହୁଛି ଆମର, ଯୋଉଟା କି ଆଜି ତାରିଖ ହଉଛି 26, 2+6 8, ମନ୍ଥ ହଉଛି ଅଗଷ୍ଟ, ଇଏ ବି 8, ମସିହା ହଉଛି 2024, 2+2+4 8। এই 888 କଥା ବା 888 କଥା, ୟାକୁ ଯଦି ଆମେ ବିଚାରକୁ ନବା, ଇଏ ଗୋଟେ ଏନର୍ଜେଟିକ ଡେ ରହୁଛି। ଆଜିର ପ୍ରତ୍ୟେକଟି ମୁହୂର୍ତ୍ତ ରେ ଆମେ ବହୁତ ଖୁସି ରହିବା ଏବଂ ଆମର ଯାହା ମ୍ୟାନିଫେଷ୍ଟେସନ ଅଛି, ନିର୍ଦ୍ଦିଷ୍ଟ ଭାବରେ କେତେକ ସମୟ ଅଛି, ସେ ସମୟରେ ଆମେ କରିପାରିବା। ଯେମିତିକି ଯଦି ଆମେ ଜନ୍ମାଷ୍ଟମୀର ଉପାୟକୁ ଭାବୁଛେ, ରିମେଡି କି ଭାବୁଛେ, ତାହେଲେ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ରାତି ବାର। ଆଉ ଯଦି ଆମେ 888 ପୋର୍ଟାଲ ଅନୁସାରେ କରୁଛନ୍ତି, ତେବେ ସକାଳ 8ଟା 8, ସନ୍ଧ୍ୟା 8ଟା 8, ଇଏ ହଉଛି ଆହୁରି ବହୁତ ଭଲ ସମୟ। ତେବେ ଏବେ ଆମେ ଆଲୋଚନା କରିବା ଆମର ମନି ଏନର୍ଜି ଉପରେ। କୋଉ ରିମେଡି ଆମେ କରିବା ଆଜିର ଦିବସରେ, ଯୋଉଟା କି ମନିର ଏନର୍ଜି ସବୁବେଳେ ସକାରାତ୍ମକ ଏନର୍ଜି ଆମ ସହିତ ରହିବ। ତାର ଅର୍ଥ ନୁହେଁ ଯେ ଆମେ କର୍ମ କରିବାନି, ତାର ଅର୍ଥ ନୁହେଁ ଯେ କିଛି ଲଟେରୀ ଲାଗିଯିବ। ଅର୍ଥ ହଉଛି ଆମକୁ ବହୁତ ସପୋର୍ଟ ଦବ, ଏନର୍ଜି ବହୁତ ସପୋର୍ଟ ଦବ। ତ ଆମେ ଯଦି ସମ୍ଭବ କେହି ବି କରିବା ପାଇଁ ଚାହୁଁଥାନ୍ତି, ଚାନ୍ଦିର ବଂଶୀ, ଯେମିତିକି ମାନେ ରୂପାର ବଂଶୀ, ନିଜ ଇଚ୍ଛା ଅନୁସାରେ ବା ନିଜର ସାଧ୍ୟ ମତେ ଯଦି ମିଳିବ ଆଜି, ବା ଆପଣ କରିପାରିବେ ଏଇ ରିମେଡି। ରୂପାର ନେଇପାରିବା ଆମେ, ଗୋଟେ ବଂଶୀ ନେଇପାରିବା, ତା ସାଙ୍ଗରେ ମାଖନ ଭୋଗ ବା ମିଶ୍ରି, ତା ସାଙ୍ଗରେ ହଳଦିଆ ଫୁଲ, ୟାକୁ ଆମେ ନେଇକି ଭଗବାନ କୃଷ୍ଣଙ୍କ ମନ୍ଦିରକୁ ଯାଇପାରିବା। ଏଇ ସବୁ ଜିନିଷ ଅର୍ପଣ କରିପାରିବା। ସେ ସମୟରେ ଆମର ଇଣ୍ଟେନସନକୁ, ଆମର ୱିଶ କି ଆମେ ଭଗବାନଙ୍କ ସହିତ ଆମେ କଥା ହେଇପାରିବା। ତାହା ଆପଣ ମନେ ମନେ କଥା ହେଇପାରିବେ, ତାହା ଆପଣ ମାନେ ଲାଉଡଲି ବି କଥା ହେଇପାରିବେ, ଭାବର ସହିତ ଆମେ କଥା ହେଇପାରିବା। ଇଏ ହଉଛି ଗୋଟିଏ ଉପାୟ। ଦେନ୍ ଆମେ କଣ କରିବା? ଏଇ ଉପାୟକୁ କରିପାରିବେ। ଆମେ କେତୋଟି ଉପାୟ ବିଷୟରେ ଆଲୋଚନା କରୁଛନ୍ତି। ଯୋଉ ଉପାୟ ସହିତ ବା ଯୋଉ ରିମେଡି ସହିତ ଆପଣ କନେକ୍ଟ ହେଇପାରୁଛନ୍ତି, ସେ ରିମେଡି କି ଆପଣ କରିପାରିବେ। ସେକେଣ୍ଡ, ଆମେ ମନି ପାଇଁ ମାନେ ବୁଝନ୍ତୁ, ଯୋଉମାନେ ମନି ସ୍କାରସିଟିରେ ଅଛେ, ଆମେ ଯୋଉମାନେ ମନି ମ୍ୟାନେଜମେଣ୍ଟ କରିବାରେ ଆମକୁ ଅସୁବିଧା ହଉଛି, ମନିର ଏନର୍ଜି କି ଲୁଜ କଲା ଭଳି ଲାଗୁଛି, ମନି ଲିକ୍ କି ଅନୁଭବ କରୁଛନ୍ତି, ଏଇଭଳି ଭାବରେ ଆମେ ସେକେଣ୍ଡ ମନିର ଉପାୟ ହଉଛି, ଆମେ ଆଜି ଗୋଟେ ପାନ ପତ୍ର ନବା। ଯୋଉ ପାନ ବଜାରରେ ମିଳେ, ସେ ପାନ ପତ୍ର ନବା, ଯୋଉଟା ଖଣ୍ଡିତ ହେଇନଥିବ, ଚିରା ଫଟା ହେଇନଥିବ, ଗୋଟେ ବହୁତ ଭଲ ପାନ ପତ୍ରଟିଏ ନବା। ଏଇ ପାନ ପତ୍ରରେ କଣ କରିବା? ଆମେ ରୋଲି, ପୂଜା ସାମଗ୍ରୀ ଦୋକାନରେ ମିଳେ ରୋଲି, ଜାଣିଛନ୍ତି। ଆମେ ବି ଅନ୍ୟ ସମୟରେ ଯେତେବେଳେ ଆମେ ଅନ୍ୟାନ୍ୟ ଉପାୟ କରୁଛେ, ଅନ୍ୟାନ୍ୟ ରିମେଡି କରୁଛେ, ରୋଲି କଥା ବି ଆମେ ଆଲୋଚନା କରିଛନ୍ତି। ରୋଲି ହେଇପାରେ, ଯଦି ରୋଲି ଆପଣଙ୍କୁ ମିଳୁନାହିଁ ବା ରୋଲିର ଅନୁପସ୍ଥିତିରେ ରୋଲି ଯଦି ଆମେ ଯୋଗାଡ଼ କରିପାରୁନାହାନ୍ତି, ତାର ବଦଳରେ ଆମେ ସିନ୍ଦୁର ନେଇପାରିବା। ରୋଲି ବା ସିନ୍ଦୁରକୁ ଆମେ ତାକୁ ପେଷ୍ଟ କରିକି ସେ ପାନ ପତ୍ର ଉପରେ ଶ୍ରୀମ ଲେଖିଦବା। ହିନ୍ଦୀରେ କେମିତି ଶ୍ରୀମ ଲେଖା ହଉଛି ଆମେ ସମସ୍ତେ ଜାଣିଛନ୍ତି। ଯୋଉମାନେ ଆହୁରି ଭଲରେ ଜାଣିବା ପାଇଁ ଚାହୁଁଛନ୍ତି, ଗୁଗୁଲ କରିଦେବେ, ଦେଖିଦେବେ, ଆପଣଙ୍କୁ ଫଟୋ ମିଳିଯିବ। ସେ ରୋଲି ବା ସିନ୍ଦୁରରେ ଆପଣ ତାକୁ ଶ୍ରୀମ କରିଦେଲେ। ଶ୍ରୀମ କଲା ପରେ ତାକୁ କଣ କରିବେ ନା, ଆମ ଘରେ ସୁବିଧା ହବ, ଘର ମନ୍ଦିରରେ ଆପଣ ମନ୍ଦିରରେ କରିପାରିବେ, ତେବେ ଘର ମନ୍ଦିରରେ ବି କରିପାରିବେ। ରାଧା କୃଷ୍ଣଙ୍କର ପାଦ ତଳେ ସେ ପାନ ପତ୍ର ଟିକେ ରଖିଦେବେ। ଆପଣଙ୍କର ଯାହା ଇଣ୍ଟେନସନ, ପଜିଟିଭ ଇଣ୍ଟେନସନ ଦେବେ, ପ୍ରେଜେଣ୍ଟ ଟେନ୍ସରେ ଇଣ୍ଟେନସନ ଦେବେ,
ଯେମିତି କି ଆପଣ ସମସ୍ତ ପ୍ରକାର ସମ୍ପଦ ସମସ୍ତ ପ୍ରକାର ପ୍ରାଚୁର୍ଯ୍ୟ ଭିତରେ ପୁରା ଭରପୁର ଅଛନ୍ତି। ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରିବେ। ରାଧାକୃଷ୍ଣଙ୍କ ପାଖରେ ସେ ପାନ ରହିଲା। କାଲି ସକାଳୁ ସେ ପାନକୁ ଆପଣ ପୂଜା ସମୟରେ ଉଠେଇଲେ ତାକୁ ନିଜ ଆଡକୁ ଏମିତି ରୋଲ କରିବେ। ନିଜ ଆଡକୁ ବୁଲେଇ ଦେବେ, ରୋଲ କରିବେ। ତା ଉପରେ ଆଜିଠୁ ଆପଣ ରଖିଥିବେ କଣ ନା ରେଡ କଲର ସୂତା, ତାକୁ ପୁରା ଧୀର ଭାବରେ ଗୁଡେଇ ଦେବେ। ଧୀର ଭାବରେ ଗୁଡେଇ ଦେଲା ପରେ ସେଇ ଯୋଉ ପାନକୁ ଆପଣ ଆପଣଙ୍କର ଟ୍ରେଜେରୀରେ ରଖିପାରିବେ, ଆପଣଙ୍କର ବ୍ୟବସାୟିକ ପ୍ରତିଷ୍ଠାନ ଭାବରେ ରଖିପାରିବେ। ଯଦି କାର୍ଯ୍ୟଶୈଳୀ ଆଉ ଘରେ ଦିଟା ଜାଗାରେ ଆମେ ରଖିବାକୁ ଇଚ୍ଛା କରୁଛନ୍ତି, ତେବେ ଦୁଇଟି ପାନରେ ଏଇ ଉପାୟ ବି ଆମେ କରିପାରିବା। ତାପରେ ଆମେ ଆହୁରି ଗୋଟିଏ ସୁନ୍ଦର ଉପାୟକୁ ଆମେ ଆସୁଛନ୍ତି, ସେଇ ରାତି 12ଟାରେ ହିଁ ଆମେ କରିପାରିବା। ଏବେ କଣ କରିବେ, ଆଜି ଯେତେବେଳେ ଆପଣ ଠାକୁର ପୂଜା କରୁଛନ୍ତି, ଗୋଟେ ଟଙ୍କିକିଆ କଏନ ଆପଣ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ। ମାନେ ଆମ ଘରେ ଭଗବାନ କୃଷ୍ଣଙ୍କର ଫଟୋ ଥିବ, ରାଧାକୃଷ୍ଣଙ୍କର ଫଟୋ ଥିବ, ଆମେ ମୂର୍ତ୍ତି ପୂଜା କରୁଥିବା। ଯଦି ବି ମାନେ ରଖି ନାହାନ୍ତି ଆମେ କୌଣସି ବିଷ୍ଣୁ ପ୍ରତିମାଙ୍କର ପାଦ ତଳେ ବା ସେଇ ଫଟୋ ପାଖରେ ସେ ଗୋଟିଏ କଏନକୁ ଆପଣ ଗଙ୍ଗା ଜଳରେ ଧୋଇ ଦେଇକି ତାକୁ ରଖିଦିଅନ୍ତୁ। ଏଇଟା କିନ୍ତୁ ୟାର ଉପାୟ। ସେଇ ରାତି 12ରେ ଯୋଉ ସମୟରେ ଆମର ବିଶ୍ୱାସ ଅଛି କି ଆମେ ବିଶ୍ୱାସ କରନ୍ତି ଭଗବାନ କୃଷ୍ଣଙ୍କର ଜନ୍ମ ହେଇଥିଲା ଏ ଧରାରେ, ଠିକ ସେଇ ସମୟରେ ଆପଣ ସେଇ କଏନଟିକୁ ଉଠଉଛନ୍ତି। ସେ କଏନକୁ ଉଠେଇକି ଆପଣ କଣ କରୁଛନ୍ତି ନା ଆପଣଙ୍କର ଭଲ ଇଣ୍ଟେନସନ ଦଉଛନ୍ତି, ଯେମିତି କି ଆପଣ ସମୃଦ୍ଧ ଅଛନ୍ତି, ମୁଁ ଫାଇନାନ୍ସିଆଲି ସାଉଣ୍ଡ ଅଛି, ମୁଁ ଫାଇନାନ୍ସିଆଲି ଫ୍ରି ଅଛି। ତା ସାଙ୍ଗରେ ଆପଣ ଯାହା ଯାହା ଭଲ ଆପଣଙ୍କର ଆଫର୍ମେସନ ଦବା କଥା ତାକୁ ଆଫର୍ମେସନ ଦେବେ। ଆଫର୍ମେସନ ଦେଇ ସାରିବା ପରେ ସେମିତି ହାତରେ ଧରିଥିବେ। ଆ ଆମେ ଏବେ କରୁଥିଲେ ଗୋଟେ ଉପାୟ, ସେଇ ଉପାୟ କରିବେ। ଓମ୍ କ୍ଲିମ୍ କୃଷ୍ଣାୟ ନମଃ, ଏଇ ମନ୍ତ୍ରକୁ ଆମେ 108 ଥର ଚାଣ୍ଟ କରିବା। 108 ଥର ଆମେ ଇଜିଲି କରିପାରିବା। ପ୍ରୋସେସ ମୁଁ ଆପଣଙ୍କୁ କହିଥିଲି। ଆବଶ୍ୟକ ସ୍ଥଳେ ବି ଆପଣ ଅଧିକା ଚାଣ୍ଟ କରିପାରିବେ। 108 ଚାଣ୍ଟ କରିସାରିବା ପରେ ସେ କଏନଟିକି ପୁଣି ସେଇ ଭଗବାନଙ୍କର ପାଦ ତଳେ ରଖିଦେଲେ। ପାଦ ତଳେ ରଖିଦେଇକି ଆପଣ ଆସିଗଲେ। କାଲି ସକାଳୁ ଯେତେବେଳେ ଆମେ ପୂଜା କରୁଛନ୍ତି, ପୂଜା ପରେ ସେ କଏନଟିକୁ ଆପଣ ଉଠଉଛନ୍ତି। ସେ କଏନଟିକୁ ଉଠେଇ ସାରିଲା ପରେ ଯଦି ସୁବିଧା ଅଛି ଆପଣ ଜଳ ପ୍ରବାହ କରିଦେବେ। ଆମେ ଅନ୍ୟାନ୍ୟ ଉପାୟରେ ଯେମିତି ଜଳ ପ୍ରବାହ କରୁଛନ୍ତି, ଯୋଉ ଦିଗକୁ ଜଳ ପ୍ରବାହିତ ହଉଛନ୍ତି ସେଇ ଦିଗକୁ ମୁହଁ କରିବା। ସେଇ ଦିଗକୁ ମୁହଁ କରିକି ଆମେ ଦୁଇ ହାତରେ ଏମିତି ଉପରେ ଥାଇକି ପକେଇ ଦେବେନି, ଦୁଇ ହାତରେ ତାକୁ ପ୍ରବାହ କରିଦେବେ। ଯଦି ସେଇ ସୁବିଧା ନାହିଁ, ଆପଣ କୌଣସି ବି ଗଛ ମୂଳେ କାଲି ସକାଳୁ ତାକୁ ନେଇକି ଦେଇଦେବେ। ଯଦି ଓସ୍ତ ଗଛ ମୂଳେ ଦଉଛନ୍ତି ଭଲ। ଇଭିନ୍ ଇଫ୍ ଆମେ ଅନେକ ରିମେଡିଜ କରିଛେ ଯୋଉଟା କି ଓସ୍ତ ଗଛ ମୂଳେ ଦବା ପାଇଁ, ୟାକୁ କିନ୍ତୁ ଆପଣ ଯେକୌଣସି ଗଛ ମୂଳରେ ଆପଣ ଦେଇପାରିବେ। ଇଏ ହଉଛି ଆମର ମନିର କଥା। ପୁଣି ସବୁଠାରୁ ଆହୁରି ପାୱାରଫୁଲ ରିମେଡି ମନି ପାଇଁ, ଆପଣ ମନି ଡେପ୍ଥରେ ନେଇପାରିବେ। ମନିକି ନେଇକି କୌଣସି ପ୍ରକାର ସ୍କାରସିଟି ମାଇଣ୍ଡ ସେଟରେ ଆମେ ଅଛନ୍ତି, ପ୍ରକୃତରେ ମନିକୁ ନେଇକି ଆମେ ଅସୁବିଧାରେ ଅଛନ୍ତି। ମନି ଫ୍ଲୋ, ଡେପ୍ଥ କ୍ଲିୟର, ଏ ସବୁଥିପାଇଁ ଆଜିର ସୁନ୍ଦର ଦିନ। ଆପଣ ଷ୍ଟାର୍ଟ କରନ୍ତୁ ଆଜି ଗୋଟିଏ ମନ୍ତ୍ର। ଯେତେ ଅଧିକା ଆପଣ ଜପି ପାରିବେ। ଆକ୍ଚୁଆଲି ଏ 1,25,000 ଜପିବାର ଅଛି। ଯଦି 1,25,000 ଆମେ ଜପି ପାରୁନାହାନ୍ତି, 10,000 ଜପିବାର ଅଛି। ଯଦି 10,000 ଜପି ପାରୁନାହାନ୍ତି, ଗୁଡ ଇଣ୍ଟେନସନ ସହିତ ଆପଣ ଯେତେ ଅଧିକା ସଂଖ୍ୟାରେ ଜପି ପାରିବେ। ଗୋ ବଲ୍ଲଭାୟ ସ୍ୱାହା, ଗୋ ବଲ୍ଲଭାୟ ସ୍ୱାହା। ଆଗରୁ ଓମ୍ ଲାଗିବ ନାହିଁ, ଗୋ ବଲ୍ଲଭାୟ ସ୍ୱାହା। ବହୁତ ଛୋଟିଆ ମନ୍ତ୍ରଟିଏ, ଏତେ ସୁନ୍ଦର ଏତେ ପାୱାରଫୁଲ ମନ୍ତ୍ର। ଆପଣ ତାକୁ ହିଁ ଆଜି ଦିନ ତମାମ ଆପଣ ଚାଣ୍ଟ କରନ୍ତୁ। ବହୁତ ସୁନ୍ଦର, ବହୁତ ସୁନ୍ଦର। ଆଜି ପର୍ଯ୍ୟନ୍ତ ଆମେ ଯେତେ ରିମେଡି କରିଥିଲେ ସବୁଠୁ ବହୁତ ପାୱାରଫୁଲ ରିମେଡି। ଇଏ ଥିଲା ଆମର ମନି ଉପରେ। ଆମେ କେତେଟା ରିମେଡିଜ ଆଲୋଚନା କଲେ। ଆପଣ ଯୋଉ ରିମେଡି ସହିତ କନେକ୍ଟ ଅଛନ୍ତି କରିପାରିବେ, ଭାବୁଛନ୍ତି ତାକୁ କରିପାରିବେ।
ଦେନ୍ ଆସିଲା ଆମର କର୍ମ, ବିଶେଷ ଭାବରେ ଆମର ଜବ୍। ଯଦି ଜବରେ ଆମର କିଛି ପ୍ରୋବ୍ଲେମ୍ ଚାଲିଛି ବା ନୂତନ ଭାବରେ ଆମେ ଜବ୍ ଚାହୁଁଛନ୍ତି, ଆଉ ବିଶେଷ ଭାବରେ ରିଲେଟ୍ କରେ ଗଭର୍ଣ୍ଣମେଣ୍ଟ ଜବ୍। ହଁ, ୟାକୁ ଆପଣ କଣ କରିବେ? ଆଜିର ଦିନ ଗୋଟେ ବିଶେଷ ଗୋଟେ ବହୁତ ବଢିଆ ଦିନ। ଆମେ କଣ କରିବା ନା ମାର୍କେଟରେ ୟେଲୋ କଲରର ବଂଶୀ ମିଳୁଛି, ଯୋଉଟା କି ବାଉଁଶର ବଂଶୀ। ସେ ବଂଶୀ ଆପଣ ଯଦି ମାର୍କେଟରେ ପାଉଛନ୍ତି ବା ଆପଣ ଏଭଳି କିଛି ସମସ୍ୟା ଦେଇକି ଗତି କରୁଛନ୍ତି, ତାହେଲେ ସେଇ ବଂଶୀ ଗୋଟେ ଆମେ ଆଣିବା। ଆଜି କୌଣସି ସମୟରେ ତାକୁ ଆମେ ଟିକେ ଗଙ୍ଗା ଜଳରେ ପୋଛି ଦେଇକି ଘର ମନ୍ଦିରରେ ଆମେ ଭଗବାନ ବିଷ୍ଣୁଙ୍କର ପାଦ ତଳେ, ଚରଣ ତଳେ ବା ଭଗବାନ କୃଷ୍ଣଙ୍କୁ ଯଦି ଆମେ ରଖୁଛନ୍ତି, ଆମେ ସେଇଠି ଅର୍ପଣ କରୁଛନ୍ତି। ୟାକୁ ଆଜି ଆମେ ରଖୁଛନ୍ତି। କାଲି ଆମେ ଯେତେବେଳେ ଠାକୁର ଘରେ ଆମର ପୂଜା ସାରୁଛନ୍ତି, ସେ ବଂଶୀକି ଆଣୁଛନ୍ତି। ଆମର ଯୋଉଟା ବେଡରୁମ୍, ଆମେ ଯୋଉ ଘରେ ସବୁବେଳେ ଶୋଉଛନ୍ତି, ଚାहे ତ ଆପଣଙ୍କର ସିଙ୍ଗଲ ବେଡରୁମ୍ ହଉ, ଆପଣ ପରିବାର ସହିତ ସେ ରୁମରେ ଆପଣ ରୁହନ୍ତୁ, କିଛି ଫରକ ନାହିଁ। ବେଡରୁମର ବାହାର ପଟରେ ସେଇ ଯୋଉ ବଂଶୀକୁ ଆପଣ କୌଣସି ଧାଗା ସାହାଯ୍ୟରେ ମାନେ ସୂତା ସାହାଯ୍ୟରେ ତାକୁ ବାହାର ପଟେ କେବଳ ମାନେ କୌଣସି ଜାଗାରେ ଲଗେଇ ଦିଅନ୍ତୁ, କଣ୍ଟା ଫଣ୍ଟାରେ ତାକୁ ଲଗେଇ ଦିଅନ୍ତୁ। ସେ କାମ ହଉଛି ସେତିକି। ୟା ପରେ ଆମେ ଆସିବା ଆମର ସୁସମ୍ପର୍କ ପାଇଁ। ଆମେ ପରିବାରରେ ଅନେକ ପରିବାର ଅଛି ଯୋଉ ପରିବାରରେ ଶାନ୍ତି ନଥାଏ, ବହୁତ ସମୟରେ ଝିକ୍ ଝିକ୍ ଝଗଡା ଏସବୁ ଚାଲିଥାଏ। ବିଶେଷ ଭାବରେ ଏବେ ଯୋଉ ମୁଁ ରିମେଡି କହୁଛି, ଇଏ ହଉଛି କପୁଲ ରିମେଡି। ତାପରେ ଆମେ ପରିବାର କଥାକୁ ଯିବା, ସମ୍ପୂର୍ଣ୍ଣ ପରିବାର କଥାକୁ ଯିବା। ଏବେ ମୁଁ ଯୋଉଟା କହୁଛି ଆପଣଙ୍କର କପୁଲ ରିମେଡି, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ପାଇଁ ଆମେ ଯଦି ଆଜି ସେଇ ବଂଶୀର ଉପାୟ, ଦୁଇଟି ବଂଶୀ ଆମେ ନଉଛନ୍ତି। ଯଦି ଗ୍ରୀନ କଲରର ବଂଶୀ ପାଉଛନ୍ତି ବହୁତ ବଢିଆ, ଯଦି ଗ୍ରୀନ କଲରର ବଂଶୀ ପାଉନାହାନ୍ତି, ତାକୁ କଲର ବି ଆମେ କରିଦେଇ ପାରିବା। କଲର କରିକି ଆଜି ସେଇଭଳି ଭାବରେ ସେ ଦୁଇଟି ବଂଶୀ ଭଗବାନଙ୍କୁ ଆମେ ଅର୍ପଣ କରୁଛେ। କାଲିଠାରୁ ଉଠେଇକି ତାକୁ କଣ କରୁଛେ ନା ଆମ ବେଡରୁମରେ ରଖୁଛେ, ଯେକୌଣସି ଜାଗାରେ ଆମ ବେଡରୁମରେ ଆମେ ରଖୁଛେ। ୟାକୁ ଯଦି କରୁଛନ୍ତି, ଆମର ମାନେ କଣ ଭଲ ସମ୍ପର୍କ ରହିବ। ଏଇଟା ହଉଛି ଆମର କପୁଲ ରିମେଡି। ତାପରେ ଆମେ ଘରେ ସେଇ ଶାନ୍ତି ପାଇଁ କଣ କରିବା, ଯୋଉଟା କି ଆମେ ସମସ୍ତଙ୍କ ଭିତରେ ଭଲ ସମ୍ପର୍କ ରହିବା ପାଇଁ ଗୋଟିଏ ମାନେ ୟେଲୋ କଲରର ବଂଶୀ ହେଇପାରେ, ଗ୍ରୀନ କଲରର ବଂଶୀ ହେଇପାରେ, ଆପଣଙ୍କର ଚାନ୍ଦିର ବଂଶୀ ହେଇପାରେ, ଯାହା ଆପଣଙ୍କର ସାଧ୍ୟ ମତେ ରଖିପାରିବେ। ଗୋଟିଏ ବଂଶୀ ଆପଣଙ୍କର ଠାକୁର ଘରେ ଆଜି ଠାକୁରଙ୍କ ପାଖରେ ଅର୍ପଣ କରିଦେଇ ପାରିବେ, ଯୋଉଟା କି ଆଉ ସେଇଠୁ ଉଠେଇବାର ନାହିଁ। ଆପଣଙ୍କର ସେ ବର୍ଷ ତମାମ ରହିଲା। ଆସନ୍ତା ବର୍ଷ ଜନ୍ମାଷ୍ଟମୀରେ ସେଇ ବଂଶୀକି ଆମେ କୌଣସି ଛୁଆକୁ ଖେଳିବାକୁ ଦେଇ ପାରିବା। ଆମେ ନୂତନ ବଂଶୀ ବି ସେଇ ଜାଗାରେ ରଖିପାରିବା। ଇଏ ବିଶେଷ ଭାବରେ ଆମର ଥିଲା ମାନେ ଆ ପରିବାରରେ ଶାନ୍ତି ପାଇଁ ଏଇ ରିମେଡି। ଏବେ ଆମେ ଆଉ ଗୋଟିଏ ରିମେଡି କରିପାରିବା, ଯୋଉ ରିମେଡି ସ୍ପେସିଫିକ ଭାବରେ ସକାଳ 8ଟା 8ରେ କରିପାରିବା, ସନ୍ଧ୍ୟା 8ଟା 8ରେ କରିପାରିବା। ସକାଳ 8ଟା 8ରେ କରିପାରିବା, ସନ୍ଧ୍ୟା 8ଟା 8ରେ କରିପାରିବା। କଣ କରିବା ନା ଗୋଟେ ଫ୍ରେଶ ହ୍ୱାଇଟ ପେପର ନବା, ତାପରେ ରେଡ ଇଙ୍କ ପେନ୍ ହେଇପାରେ, ଗ୍ରୀନ ଇଙ୍କ ପେନ୍ ବି ହେଇପାରେ। ସେଥିରେ ଆପଣ 3ରୁ 4ଟି ଆପଣଙ୍କର ୱିଶ ଲେଖିପାରିବେ। ମ୍ୟାକ୍ସିମମ୍ 3ରୁ 4 ଆପଣ ରେଡ କଲରର ପେନ୍ ବା ଗ୍ରୀନ କଲର ପେନରେ ଆପଣ ୱିଶ ଲେଖିପାରିବେ। ଲେଖି ସାରିଲା ପରେ ସେଇ ପେପର ଉପରେ 8ଟି ଅରୁଆ ଚାଉଳର ଦାନା ଥୋଇବେ। 8ଟି ଅରୁଆ ଚାଉଳର ଦାନା ଥୋଇବେ ଠାକୁର ଘରେ। ଯଦି ଆପଣ ଆଗରେ ଥୋଇକି ବସୁଛନ୍ତି, ବହୁତ ବଢିଆ। ତାକୁ ଆଗରେ ରଖିଦେଲେ, ବସିଗଲେ, ଏମିତି ବି ହାତରେ ଧରିକି ଆପଣ ବସିପାରିବେ। ସେ ସମୟରେ ଆମେ କଣ କରିବା ନା ସେ ଏକା ମନ୍ତ୍ର ଓମ୍ କ୍ଲିମ୍ କୃଷ୍ଣାୟ ନମଃ ଏ ମନ୍ତ୍ର ନେଇପାରିବା, ନଚେତ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏ ମନ୍ତ୍ରକୁ ବି ଆମେ ଯଥେଷ୍ଟ ଅଧିକା ସଂଖ୍ୟାରେ ନବା। ନେଇ ସାରିଲା ପରେ ସେ ପେପରକୁ
आमे सेई जगह रे ही रखि दउचंती ठाकुरंग घरे आज रखि दउचंती काली सकाळू ठाकुरंग पूजा परे से चाउल को आपण कोनोसी गछ मूले देई दियंतु जेमति कि पिंपुड़ी बा कोनोसी जीव ताकू तांकर आहार बने देबे आ से जो पेपर टिकी आपण दायित्व रे आपणकर ठाकुर घरे रखि परिबे जदि किछि ना किछि आपणको अनुभव होउचे रखिबार असुविधा हबो ताहले ताकू बहुत सुंदर भावरे होल्ड करिके कोनोसी गछ मूले पोति दियंतु जेमति कि आपणकर इंटेंशन रहू पृथ्वी माँ माध्यम रे आमे ई इंटेंशन को यूनिवर्स को दउचंती बहुत बहुत धन्यवाद ये थिला आजिर विभिन्न प्रकार रिमेडीज आ बहुत बहुत धन्यवाद समस्त को बहुत बहुत धन्यवाद बहुत बहुत धन्यवाद आमे आलोचना करूचंती हमर एविडेंस चेक आमे एविडेंस चेक देइथिले से चेक को जे भी जदि प्रिंट करिचंती आपण प्रिंट करिचंती जदि बहुत बढ़िया जदि प्रिंट आपण करि नाहंती जदि प्रिंट करि नाहंती तबे समय अछि आपण एविडेंस चेक को आपण प्रिंट करि नियंतु ठीक एई समय रे सकाळ 8टा 8 समय रे बा संध्या 8टा 8 समय रे आपण से चेक रे देखंतु जो जगह रे लेखा हेतिबो पे से जगह रे आपणकर ना लिखिबे जो जगह रे लेखा हेतिबो पे से जगह रे आपणकर ना लिखिबे ऊपर अछि डेट माने आपण सब बेले एको हम करबा आगो को एबे कोन करचंदी आपण गोटे निर्दिष्ट डेट रखंतु को डेट सुधा देखंतु आमे धीरे धीरे गोटिए पर गोटिए स्टेप जिबा हला जहा को पूरा असुविधा अछि से 5000 10000 रो लिखंतु निजको निज सबकॉन्शियस माइंड सहित कथा हंतु गोटे टार्गेट फिक्स करंतु आपण से चेक को ऊपर डेट दउचंती मु तो परामर्श देबी कि आमे प्रति मासरे चेक को करिवा तेणु गोटे हमर आखि पाउथिबा अमाउंट बा हमर मासर इनकम को हम कोन जनरेट करिया पय चाहउचंती से भलिया ए मासरे आपणकर मन करंतु एबे अगस्त 26 तारिख होई गला आपण सेप्टेम्बर मास को गोटे टारगेट करी गोटे डेट रखंतु मंथली इनकम को आमे पर्याय क्रमे बढ़ावा पय चाहउचंती से अनुसार आपण ताको लिखंतु से भलिया डेट दियंतु आपण ना लिखिले अमाउंट जगह रे आपण कोन करिवे ना सेही अमाउंट को लिखिले वर्ड रे तापरे आपण डिजिट रे लिखिले ताकू लिखि सारला परे सेटु गोटे थिबो ए चेक रे आपण देखिया को पाउथिबे गोटे थिबो मेमो आपण जदि मेमो को स्किप करूचंती बहुत भलो कथा नाइ त आपण पूरा पर्पस लिखिबे को पर्पस रो आपण नउचंती मोर बिजनेस रु नउची हला कि मोर जॉब प्लस बिजनेस रु नउची जहाँ आपण मेमोरे देबे काहे कि ना हम यूनिवर्स को स्पष्ट मेसेज दबार अछि मते सकारात्मक मने नवार अछि पॉजिटिव मने नवार अछि मने मते दरकार किंतु मु पॉजिटिव मने अर्न करबी हला आपणकर कोन से जगह रे लिखिबा कथा लिखिबे तापर जोठी अछि आपणकर सिग्नेचर से सिग्नेचर रो ऊपर आपण लिखुचंती लॉ ऑफ एविडेंस एवं ता तळे आपणकर सिग्नेचर रोच एई भଳି भाबरे ग्रीन कलर पेन रे आपण आपणकर चेक को प्रस्तुत करंतु एई समय रे प्रस्तुत करंतु चेक आपणकर सामना रे आपणकर दृष्टि पड़ला भलिया जगह रे आपण रखि परिबे चेक आपणकर ट्रेजर रे आपण रखि परिबे सब दिन ताकू दर्शन करिवार अछि हला एमति नुह जे आपण भूली जाइचंती सेमति किछ असुविधा नाही तेबे ताकू दर्शन करंतु से एनर्जी को नियंतु परवर्ती समय रे मु आपणको सामना रे आनिमी आपण डेली गोटे करेंसी नोट सहित को भली कनेक्ट हेबे ये थिला हमर एविडेंस चेक आज आमे तार भी सुजोग नै परिबा बहुत बहुत धन्यवाद बहुत बहुत धन्यवाद बहुत बहुत धन्यवाद थैंक यू यूनिवर्स थैंक यू यूनिवर्स थैंक यू यूनिवर्स एबे हमें आहुरी गोटे रिमेडी संपर्क रे आलोचना करिवा जोटा कि पिला माने जदि आम कथा माने सबु घरे हुए छुआ माने से बयस रे थांती अमान्य हुंती तेबे ताकू आमे गोटे भलो जगार पहुंचेबा पई भलो भाବରେ तयारी करिया पई जेमिति कि समानकर लॉयल्टी रहिबो आम संगे बहुत भलरे मिसिकी चलिबे विशेष भाବରେ
ଗୋଟେ ଏଜ୍ ରେ ପିଲାମାନେ କଥା ମାନନ୍ତି ନାହିଁ। ଯଦି ତାକୁ ଆମେ ସବୁଦିନ ପାଇଁ ଗୋଟେ ଭଲ ବାତାବରଣ ଭିତରେ ଆମ ଛୁଆଙ୍କୁ ରଖିବା ପାଇଁ ଚାହୁଁଛେ, ତେବେ ଆମେ କଣ କରିବା ନା ଆପଣଙ୍କ ପାଖରେ ଅଛି ସମସ୍ତେ ଆମେ ଜାଣିଛନ୍ତି, ଅନେକଙ୍କ ଘରେ ବି ଥାଇପାରେ। ଯେମିତିକି ଗାଈ ସହିତ ବାଛୁରୀ ଥିବାର ଫଟୋ ନିଅନ୍ତୁ, ନଚେତ୍ ଏଭଳି କିଛି ଷ୍ଟାଚୁ ବି ଆପଣ ନେଇପାରିବେ। ହେଲା ମାର୍କେଟରେ ମିଳେ। ହେଲା ୟାକୁ ଆପଣ ନେଇପାରିବେ। ୟାକୁ ଆପଣ ଯଦି ନେଇପାରିବେ, ୟାକୁ କେବଳ ଆପଣଙ୍କର ଘରେ ରଖନ୍ତୁ। ମାନେ ଏମିତି କି ପୂଜା ଘରେ ନୁହେଁ, କିନ୍ତୁ ପୂଜା ଘର ପାଖରେ ବା ଆପଣ ରେସ୍ପେକ୍ଟ ଦଉଥିବା ଜାଗାରେ ତାକୁ ରଖନ୍ତୁ। ଯେତେବେଳେ ଆପଣ ଠାକୁର ଘରେ ପୂଜା କରୁଛନ୍ତି, ସେମିତିଆ ଟିକେ ଧୂପ ଦୀପ ତାଙ୍କୁ ଦିଅନ୍ତୁ। ସେ ଗୋମାତାଙ୍କର ଆଶୀର୍ବାଦ ନିଅନ୍ତୁ। ନିଶ୍ଚିତ ଭାବରେ ମାନେ ପିଲାଙ୍କ କ୍ଷେତ୍ରରେ ଆମେ ବହୁତ ଯୋଉଟାକୁ କୁହାଯାଏ କଣ ଅନୁଶାସନ ଭିତରେ ପିଲା ବହୁତ ସୁନ୍ଦର ଭାବରେ ରହିବେ। ତାଙ୍କର ଯୋଉ ମାନ୍ୟତା ରହେ ବଡମାନଙ୍କ ପାଇଁ, ଯୋଉ କଥା ଶୁଣିବାର କଥା ରୁହେ, ପିଲା ଅଧୈର୍ଯ୍ୟ ବି ହବ ନାହିଁ। ବହୁତ ସୁନ୍ଦର ଭାବରେ ଆମ ଛୁଆମାନଙ୍କୁ ଆମେ ଦେଖିପାରିବା, ଠିକ ଜାଗାରେ ସେମାନେ ବି ପହଞ୍ଚି ପାରିବେ। ବହୁତ ସୁନ୍ଦର ଇମେଡ୍। ବହୁତ ବହୁତ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ।